ସରକାରଙ୍କ ଆବାସ ଯୋଜନାରେ ନିର୍ମିତ ଘରେ ପାଣି ଦେଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧୀନରେ ଥିବା ଦଶପୁର ଗାଁରେ। ମୃତ ଯୁବକ ଜଣକ ଗ୍ରାମର ଅଲେଖ ସାହାଙ୍କ 23 ବର୍ଷୀୟ ପୁଅ କିଶୋର ଚନ୍ଦ୍ର ସାହା ହୋଇଥିବା ବେଳେ ସେ ଆବାସ ଯୋଜନାରେ ନିର୍ମିତ ଘରେ ମଟର ମାଧ୍ୟମରେ ପାଣି ଦେଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତେଣୁ ପରିବାର ଲୋକମାନେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରୁ ସୁରେନ୍ଦ୍ର କୁମାର ଭୋଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।